ମୋ ମାଉସୀ ପୁଅ ଫକୀର ଭାଇ। ସେ ମୋ ଠାରୁ ପ୍ରାୟ 8 ବର୍ଷ ବଡ଼। ଆର୍ଆଇ ଚାକିରି କରନ୍ତି। ନିଜ ପରିବାର ନେଇ ଗାଁଠାରୁ ପ୍ରାୟ 100 କିଲୋମିଟର ଦୂର ସହରରେ ରହନ୍ତି। ଚାକିରିର ବହୁ ବର୍ଷ ପରେ ସହରରେ ଘର ଖଣ୍ଡେ କରିଛନ୍ତି। ତାହା ବି ସମ୍ପୂର୍ଣ୍ଣ ହୋଇନାହିଁ। ତାଙ୍କ ପରିବାରରେ ସେ, ତାଙ୍କ ସ୍ତ୍ରୀ ମାନେ ସୀତା ଭାଉଜ ଆଉ ତାଙ୍କର 4ଟି ପୁଅ ଝିଅ। ସୀତା ଭାଉଜ ଦେଖିବାକୁ ବହୁତ ସୁନ୍ଦରୀ। 5 ଫୁଟ 5 ଇଞ୍ଚ ଉଚ୍ଚତା ବିଶିଷ୍ଟ। ଲମ୍ବା ଲମ୍ବା ବାଳ, ସିଏ ପୁରା ଗରି। ଆଉ ତାଙ୍କର ସରୁ ଅଣ୍ଟା, କିନ୍ତୁ ତାଙ୍କର ସେଇ ପଛ ଭାଗ ଦେଖିଲା ଭଳିଆ ହୋଇଛି। 42 ବର୍ଷ ବୟସ ଡେଇଁଥିଲେ ବି ଭାଉଜ ପୁରା ସୁନ୍ଦରୀ। ଚାଲିଲା ବେଳେ ତାଙ୍କର ଏମିତି ହଲୁଥାଏ, ଦେଖିଲେ ଯାହାର ନାହିଁ ତାହାର ପୁରା ଠିଆ ହୋଇଯିବ। ବନ୍ଧୁବାନ୍ଧବ ଭିତରେ ମୁଁ ତାଙ୍କର ବଡ଼ ଦିଅର। ମୋ ସାଙ୍ଗରେ ସେ ବେଶୀ ଥଟ୍ଟା ମଜା ହୁଅନ୍ତି। ତାଙ୍କ ପରିବାରର ସମସ୍ତେ ମୋତେ ବହୁତ ଭଲ ପାଆନ୍ତି, କାରଣ ମୁଁ ତାଙ୍କ ପରିବାର ସହିତ ବେଶୀ ସମ୍ପର୍କ ରଖିଥାଏ। ଏହି ଘଟଣାଟି 3 ବର୍ଷ ତଳର କଥା। ଗ୍ରୀଷ୍ମ ଛୁଟି ସମୟ। ଦିନେ ଫକୀର ଭାଇ ଫୋନ୍ କରି କହିଲେ, ଝିଅର ବାହାଘର ଠିକ୍ ହୋଇଛି। ତୋର ତ ଛୁଟି ଅଛି, ତୁ ଆସି 15 ଦିନ ରହି ସବୁ ବୁଝାବୁଝି କରିବୁ। ଯେହେତୁ ଫକୀର ଭାଇଙ୍କୁ ଲମ୍ବା ଛୁଟି ମିଳିବା ସମ୍ଭବ ନୁହେଁ, ସେଥିପାଇଁ ସେ ମୋତେ ଡାକିଲେ। ଏପଟେ ସେ ସହରଠାରୁ ପ୍ରାୟ 40 କିଲୋମିଟର ଦୂର ଗୋଟେ ଗାଁରେ ପୋଷ୍ଟିଂ ହୋଇଛନ୍ତି। ଆଉ ସପ୍ତାହ ସାରା ସେ ସେଠି ରହନ୍ତି, କେବଳ ଛୁଟି ଦିନରେ ଆସନ୍ତି। ତାଙ୍କ କଥା ମୁଁ କାଟି ପାରିଲି ନାହିଁ, ଆଉ ହଁ ବୋଲି କହିଲି। ଗୋଟେ ଦିନ ଛାଡ଼ି ତା ପରଦିନ ତାଙ୍କ ଘରକୁ ଗଲି। ସକାଳ 9ଟା ବେଳକୁ ତାଙ୍କ ଘରେ ପହଞ୍ଚିଲା ବେଳକୁ ଫକୀର ଭାଇ ବ୍ୟାଗ୍ ଧରି ନିଜ ଅଫିସ୍ ବାହାରିଥିଲେ। ମୁଁ ପହଞ୍ଚିଲା କ୍ଷଣି ସମସ୍ତେ ବହୁତ ଖୁସି ହୋଇଗଲେ। ସବୁଠୁ ବେଶୀ ଖୁସି ହେଲେ ସୀତା ଭାଉଜ। ମୁଁ ମୁଣ୍ଡିଆ ମାରୁ ମାରୁ ସେ ମୋତେ ପୁରା ଖୁସିରେ କୁଣ୍ଢେଇ ପକାଇଲେ। ଆଉ ତାଙ୍କର ସେଇ ଗୋଲ ଗୋଲ ଦୁଇଟା ମୋ ଛାତିରେ ପୁରା ଚାପି ହୋଇଗଲା। ମୋତେ ଟିକେ ଅଲଗା ଅଲଗା ଲାଗିଲା। ଆଉ ମୁଁ ବି ତାଙ୍କୁ ଜୋରରେ ଚାପି ଦେଇ କହିଲି, କ'ଣ ଭାଉଜ, ଦିନକୁ ଦିନ ବେଶୀ ସୁନ୍ଦରୀ ଦେଖାଯାଉଛ। ଭାଉଜ ଜୋରରେ ହସି ହସି କହିଲେ, ତମେ ବହୁତ ଦୁଷ୍ଟ ହେଲଣି। ହଉ, ଏବେ ରସିକପଡ଼ ସେତିକି ଥାଉ, ଆଗ ଧୁଆଧୋଇ ହେଇଯାଅ। ଆଉ ତମ ଭାଇଙ୍କ ଠାରୁ କାମର ଲିଷ୍ଟ ବୁଝିନିଅ। ସେ ତରତର ହେଲେଣି ଅଫିସ୍ ଯିବେ। ମୁଁ ସେଇଆ କଲି। ମୋତେ କାମ ବିଷୟରେ ସେ ବୁଝେଇ ଦେଇ ଫକୀର ଭାଇ ଅଫିସକୁ ଚାଲିଗଲେ। ଆଉ ଗଲାବେଳେ କହିକି ଗଲେ, 4 ଦିନ ପରେ ଶନିବାର ଦିନ ଆସିବେ। ମୁଁ ଟିକେ ରେଷ୍ଟ ନେଇ ବାଇକ୍ ଧରି ବାହାରିଗଲି। ମୁଖ୍ୟ କାମ, ବିଭିନ୍ନ ଜାଗାରେ କ'ଣ ସବୁ ଅର୍ଡ଼ର ଦିଆଯାଇଛି ଆଉ କେତେ ଦୂର ହେଲାଣି ବୁଝିବା ଏବଂ କାର୍ଡ଼ ବାଣ୍ଟିବା। କାର୍ଡ଼ ବାଣ୍ଟିବା ପାଇଁ ଆଗ ଦୂର ଗାଁକୁ ସବୁ ଗଲି। ପ୍ରାୟ 200 କିଲୋମିଟର ବାଇକ୍ ଚଲେଇ ଟାଣ ଖରାରେ ଦିନସାରା ବୁଲି ବୁଲି ମୁଁ ସନ୍ଧ୍ୟାରେ ଫେରିଲି। ବହୁତ ହାଲିଆ ଲାଗୁଥିଲା। ସୋଫା ଉପରେ ବସି ଗୋଡ଼ ଦୁଇଟା ଟିପୟ ଉପରେ ଲମ୍ବେଇ ଦେଇ ଟିକେ ଅଣ୍ଟା ସଳକୁ ସଳକୁ ଭାଉଜ ପାଣି ଆଉ ଚା ଧରି ଆସି ପାଖରେ ବସି ମୋ ମୁଣ୍ଡରେ ହାତ ବୁଲାଉ ବୁଲାଉ ପଚାରିଲେ, କ'ଣ ବେଶୀ ହାଲିଆ ଲାଗୁଛି? ମୁହଁ କଳା ପଡ଼ିଯାଇଛି କହି ନିଜ ଲୁଗା କାନିରେ ମୋତେ ପୋଛି ପକାଇଲେ। ସେ ଲୁଗାରେ ମୋ ମୁହଁ ପୋଛିବା ସମୟରେ ପୁରା ମୋ ଉପରେ ଲଦି ହୋଇ ଏପରି ପୋଛୁଥିଲେ ଯେ ତାଙ୍କର ସେହି ଗୋଲ ଗୋଲ ଜିନିଷ ଦୁଇଟା ମୋ ଦେହରେ ପୁରା ଚାପି ହୋଇକି ରହିଥିଲା। ଆଉ ମୋ ଦେହରେ ପୁରା ଶିହରଣ ଖେଳି ଯାଉଥିଲା। ମୁଁ କହିଲି, ହଁ, ଟିକେ ହାଲିଆ ଲାଗୁଛି। ଭାଉଜ କହିଲେ, ଥଣ୍ଡା ପାଣିରେ ଭଲ ଭାବରେ ଗାଧୋଇ ପଡ଼, ଆଉ ଅଳ୍ପ ଟିଫିନ୍ କରି ଟିକେ ରେଷ୍ଟ ନିଅ। ଆଉ କହିଲେ, ରାତି 8ଟା ବେଳକୁ ଟିକେ ସୁନା ଗହଣା ଦୋକାନକୁ ଯିବା। ଗହଣା ବାଛି ଦେଇଥିଲେ, ଭାଇ ଆସିଲେ କିଣିବା। ମୁଁ ହଁ କହି ଗାଧୋଇ ଗଲି। ଭାଉଜଙ୍କର ସ୍ପର୍ଶ କଥା ଭାବି ଟିକେ ମୋତେ କେମିତି ଅଲଗା ଅଲଗା ଭାବନା ମୋ ମନରେ ଆସୁଥାଏ। ଆଉ ରାତି 8ଟା ବେଳକୁ ଭାଉଜଙ୍କୁ ବାଇକ୍ରେ ନେଇ ଗହଣା ଦୋକାନକୁ ବାହାରିଲି। ବାଇକ୍ ଷ୍ଟାର୍ଟ କରିବା ପୂର୍ବରୁ ମୁଁ କହିଲି, ଭାଉଜ, ଆଜି ନ ଯାଇ କାଲି ଗଲେ ହୁଅନ୍ତାନି? ଆଜି ଟିକେ ହାଲିଆ ଲାଗୁଛି। ଭାଉଜ କହିଲେ, ପ୍ଲିଜ୍ ଆଜି ଯିବା। ସେ ଦୋକାନୀ ଆଜି ଟାଇମ୍ ଦେଇଛି। ଆଉ କହିଲେ, ତମେ ଚିନ୍ତା କରନି, ଫେରିଲା ପରେ ମୁଁ ତମକୁ ଏମିତି ମାଲିସ କରିଦେବି ଯେ ତମର ସବୁ ଠିକ୍ ହୋଇଯିବ। ତାପରେ ମୁଁ ଗାଡ଼ି ଷ୍ଟାର୍ଟ କଲି। ଆଉ ଭାଉଜ ପୁରା ମୋ ଦେହରେ ଲାଗିକି ବସିଲେ। ଏମିତି ବସିଥାନ୍ତି ଯେ ତାଙ୍କର ସେ ଦୁଇଟା ପୁରା ମୋ ପିଠିରେ ଚାପି ହୋଇକି ରହିଥାଏ। ତା ସହିତ ଭାଉଜ ମୋ ଅଣ୍ଟାରେ ହାତ ରଖି ବସିଥିବାରୁ ମୋ ଭିତରେ କାମ ବାସନା ଆହୁରି ତୀବ୍ର ହେବାକୁ ଲାଗିଥାଏ। ଭାବୁଥାଏ ଯେମିତି ହେଲେ ଭାଉଜଙ୍କୁ ମୁଁ ପଟେଇକି କରିବି। ସୀତା ଭାଉଜଙ୍କର ହାବଭାବରୁ ଜଣାପଡ଼ୁଥାଏ ସେ ମୋ ଠାରୁ ସୁଖ ପାଇବା ପାଇଁ ଚାଲ ପକାଉଛନ୍ତି। ଆଉ ବଜାରରୁ ଫେରିଲା ପରେ ମୁଁ କହିଲି, ମୋତେ ଶୀଘ୍ର କିଛି ଖାଇବାକୁ ଦିଅ, ମୁଁ ଶୋଇବି। ଭାଉଜ କହିଲେ, ହଁ, ତମ ପାଇଁ ଉପର ମହଲାରେ ଶୋଇବାର ବ୍ୟବସ୍ଥା ହୋଇସାରିଛି। ପୁଣି କହିଲେ, ତମେ ଖାଇସାରି ଯାଇ ଶୋଇଥାଅ, ମୁଁ ଶୋଇବାକୁ ଯିବା ପୂର୍ବରୁ ମାଲିସ କରିଦେବି।
ଯେ ତୁମକୁ ଆରାମ ଲାଗିବ। ତାପରେ କିଛି ସମୟ ପରେ ମୁଁ ଖାଇସାରି ଶୋଇବାକୁ ଗଲି। ଉପର ମହଲା ସିଡ଼ି ଘରକୁ ଲାଗିକି ଗୋଟିଏ ରୁମ୍ ଅଛି। ନୂଆ ନୂଆ ତିଆରି ହୋଇଛି। ଫିନିସିଂ କାମ ସରିନି। ମେନ୍ କବାଟ ଲାଗିଛି, କିନ୍ତୁ ଝରକାରେ ଖାଲି ଗ୍ରିଲ୍ ଲାଗି ଖୋଲା ଅଛି। ବୋଧହୁଏ ବାହାଘର ପାଇଁ ତରବରରେ କରିଛନ୍ତି। କିନ୍ତୁ ରୁମ୍କୁ ଦେଖି ମୋତେ ଖୁସି ଲାଗିଲା। ରୁମ୍ ଭିତରେ ସୁଳୁସୁଳିଆ ଥଣ୍ଡା ପବନ ବାଜୁଥାଏ, ଆଉ ପୁରା ଆରାମ ଲାଗୁଥାଏ। ମୁଁ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ମୋତେ ଜମାରୁ ନିଦ ହେଉନଥାଏ। ପ୍ରଥମ କଥା, ଗୋଡ଼ ହାତ ଟିକେ ବଥା ହେଉଥାଏ। ଆଉ ଦ୍ୱିତୀୟ କଥା, ଏତେ ଶୀଘ୍ର ଶୋଇବା ମୋର ଅଭ୍ୟାସ ନାହିଁ। ତାପରେ ପୁଣି ଭାଉଜ ମାଲିସ କରିବା ମନ ଭିତରେ ଅଛି। ସେଥିପାଇଁ ମୋତେ ଜମାରୁ ନିଦ ହେଉନଥାଏ। ଆଉ ପ୍ରାୟ 10:30 ବେଳକୁ ଭାଉଜ ଆସିଲେ। ଘର କାମ ସବୁ ସାରି ସେ ଫ୍ରେଶ୍ ହୋଇ ପାଉଡ଼ର ଆଉ ପରଫ୍ୟୁମ୍ ମାରି ଆସିଥାନ୍ତି। ସେ ଆସୁ ଆସୁ ରୁମ୍ ପୁରା ମହକି ଉଠିଲା। ଭାଉଜ ପଚାରିଲେ, କ'ଣ ବୁଲୁ? ବୁଲୁ ହେଉଛି ମୋ ଡାକ ନାଁ। ନିଦ ଲାଗୁନି? ସ୍ତ୍ରୀ କଥା ମନେ ପଡ଼ୁଛି କି? ତାଙ୍କ କଥାରେ ମୁଁ ଗ୍ରୀନ୍ ସିଗ୍ନାଲ ପାଇଲି ଆଉ କହିଲି, ନା ଭାଉଜ, ତମ ଭଳି ଭାଉଜ ଥିଲେ ସ୍ତ୍ରୀ କଥା କାହିଁକି ମନେ ପଡ଼ିବ? ସ୍ତ୍ରୀ କାମ ତମେ କରିଦେବନି କି? ଗୋଡ଼ ହାତ ସବୁ ବଥା ହେଉଛି, ସେଥିପାଇଁ ଜମାରୁ ନିଦ ହେଉନି। ଭାଉଜ ହସି ହସି କହିଲେ, ଭାଉଜ କ'ଣ ସ୍ତ୍ରୀର ସବୁ କାମ କରିପାରିବ? ମୁଁ କହିଲି, ତମେ ତ ମାଲିସ କରିଦେବ, ସ୍ତ୍ରୀ ଆଉ ଅଧିକ କ'ଣ କରିଥାନ୍ତା କି? ଭାଉଜ କହିଲେ, ହଉ ହଉ, ତମ ରସିକିଆ କଥା ସେତିକି ଥାଉ। ଆସ, ମୁଁ ଆଗ ତମ ଗୋଡ଼ ହାତ ମାଲିସ କରିଦିଏ। କହିକି ଏଭଳି କହି ମୋ ପାଖରେ ବସି ଗୋଡ଼ ମୋଡ଼ିବାକୁ ଲାଗିଲେ। ମୋର ଗୋଟେ ଗୋଡ଼କୁ ସେ କୋଳରେ ଧରି ମୋଡ଼ାମୋଡ଼ି କଲାବେଳେ ତାଙ୍କର ଦୁଇଟି ଯାକ ଗୋଲ ଗୋଲ ଜିନିଷ ମୋ ଗୋଡ଼ରେ ଘଷି ହେଉଥାଏ। ସେତେବେଳେ ଯାହା ଲାଗୁଥାଏ ଭାଷାରେ କହି ହେବନି। ସେ ଭିତରେ କିଛି ପିନ୍ଧିନଥିଲେ, ଆଉ ତାଙ୍କର ସେଇ ନରମ ନରମ ଅଳ୍ପ ଓହଳିଥିବା ମୋ ଗୋଡ଼ରେ ବାଜିଲେ ମୋତେ ପୁରା ସ୍ୱର୍ଗ ସୁଖ ମିଳୁଥାଏ। ଆଉ ଭାଉଜ ମୋ ଗୋଡ଼ ଘଷିଲା ବେଳେ ବେଶୀ ସମୟ ମୋ ଜଙ୍ଘ ପାଖରେ ଘଷିବା ସହିତ ମୋର ସେଇଠି ହାତକୁ ବଜାଉଥାନ୍ତି। ତା ଭିତରେ ଆମେ ଦୁଇଜଣ ଘର ପରିବାର ବିଷୟରେ ଭଲମନ୍ଦ କଥା ବି ହେଉଥାଉ। କଥା ହେବା ଭିତରେ ଭାଉଜ ପଚାରିଲେ, ବୋଲୁ, ତମ ଘରଣୀ ଭଲ ମାଲିସ କରେ ନା? ମୁଁ ଭଲ ମାଲିସ କରୁଛି। ତମେ ତ ସବୁଦିନ ମାଲିସ ହେଉଥିବ। ମୁଁ କହିଲି, ହଁ, ଆମ ଘରଣୀ ବି ତମ ଭଳି ମାଲିସ କରନ୍ତି। ତମ ମାଲିସ ବି ବହୁତ ବଢ଼ିଆ। ଭାଉଜ କହିଲେ, ହଁ, ତମ ଭାଇ ବି କହନ୍ତି। ମୁଁ କହିଲି, ଭାଇଙ୍କୁ ସବୁଦିନ ମାଲିସ କରି କରି ତମେ ପୁରା ଏକ୍ସପର୍ଟ ହୋଇଯାଇଛ। ଭାଉଜ କହିଲେ, ଧେତ୍, ତମେ ଭାରି ଦୁଷ୍ଟ। ତମ ଭାଇଙ୍କର ଅନ୍ୟ ମାଲିସଟା ବେଶୀ ଦରକାର। ମୁଁ କହିଲି, ଅନ୍ୟ ମାଲିସ? ଆଉ କେଉଁ ମାଲିସ? ଭାଉଜ କହିଲେ, ବେଶୀ ଅଜଣା ହୁଅନି। ଦୁଇଟା ପିଲାର ବାପା ହେଲଣି, ଆହୁରି ଜାଣିନ ଅନ୍ୟ ମାଲିସ କ'ଣ? ଏତିକି କହି ସେ ମୋର ପୁରା ମୁଠେଇ ଧରିକି କହିଲେ, ଏଇ ମାଲିସ। ଭାଉଜଙ୍କ କଥାରୁ ମୁଁ ପୁରା ବୁଝିଗଲି। ଭାଉଜ ରେଡ଼ି ଅଛନ୍ତି ମୋ ଠାରୁ ସୁଖ ପାଇବାକୁ। ମୁଁ ଜୋରରେ ହସି ପକେଇଲି ଆଉ କହିଲି, ମୋର ବି ଟିକେ ମାଲିସ କରିଦେଉନ। ଭାଉଜ କହିଲେ, ଆଉ ମୁଁ କେଉଁ ମାଲିସ କରିବାକୁ ଆସିଛି କି? ତମ ଭାଇ କୁହନ୍ତି, ହାଲିଆ ଲାଗିଲେ କି ଗୋଡ଼ ହାତ ବଥା ହେଲେ ପୁରୁଷ ସ୍ତ୍ରୀ ଦୁଇଜଣ ସମ୍ପର୍କ ରଖିଲେ ବଥା ଛାଡ଼ିଯାଏ। ମୁଁ କହିଲି, ହଁ, ସତ କଥା, ଆସୁନ ଆମେ ଟିକେ ହେବା। କହିକି ତାଙ୍କୁ କୋଳକୁ ଟାଣି ଆଣିଲି ଆଉ ତାଙ୍କର ଗୋଟେ ପାଟି ନେଇକି ହାତରେ ଦଳୁ ଦଳୁ ଖାଇଦେଲି। ଭାଉଜ ବି ପୁରା ଖୁସିରେ ମୋ ବେକରେ ହାତ ଛନ୍ଦି ମୋତେ ଗେଲ କରିବା ସହିତ ଗୋଟେ ହାତରେ ମୋର ଧରିକି ହଲାଉଥାନ୍ତି। ମୁଁ ପଚାରିଲି, ଭାଉଜ, ଆଉ ଏବେ ଭାଇ ତମକୁ କରୁଛନ୍ତି କି ନାହିଁ? ଭାଉଜ କହିଲେ, କରୁଛନ୍ତି ଯେ, ହେଲେ ଆଗ ଭଳି ନୁହେଁ। ମାସକୁ 2-3 ଥର କରୁଛନ୍ତି, ସେଇଟା ପୁଣି 5 ମିନିଟରୁ ବେଶୀ ନୁହେଁ। ମୋର ଗରମ ଆସିଲା ଆଗରୁ ତାଙ୍କର ବାହାରି ଯାଉଛି। ସେଥିପାଇଁ ତ ସକାଳୁ ତମକୁ ଦେଖି ମୋ ମନ ଖାଲି ତମ ପାଖରେ ଅଟକିଛି। ମୁଁ କହିଲି, ହଁ ଭାଉଜ, ସକାଳ ଠାରୁ ମୁଁ ବି ସେଇ କଥା ଭାବୁଥିଲି। ମୋ ସୁନ୍ଦରୀ ଭାଉଜଙ୍କୁ ମୁଁ କେମିତି କରନ୍ତି। ତମେ ଏବେ ଆଗ ଅପେକ୍ଷା ଅଧିକ ସୁନ୍ଦର ଦିଶୁଛ। ସକାଳୁ ତମକୁ ଦେଖିଲା ବେଳଠୁ ମୋ ମନ ଖାଲି ଉଚ୍ଛନା ହେଉଛି। ତାପରେ ଭାଉଜ କହିଲେ, ମୁଁ ସବୁ ଜାଣିଛି, ସେଥିପାଇଁ ତ ତମକୁ ମାଲିସ କରିଦେବି କହିଲି। ତାପରେ ମୁଁ ଭାଉଜଙ୍କ ସବୁ ଖୋଲିଦେଇ ଦୁଇଟି ଗୋଲ ଗୋଲ ଦୁଇଟାକୁ ବାହାର କରି ଦୁଇ ହାତରେ ଦଳି ଦଳି ଗୋଟାକୁ ପାଟିରେ ପୂରେଇକି ଖାଇଲି। ଜିରୋ ପାୱାର ଲାଇଟ୍ରେ ବି ଭାଉଜଙ୍କର ପୁରା ତଫା ତଫା ଦିଶୁଥାଏ। ବଡ଼ ବଡ଼ ଗୋରା ଗୋରା, ଆଉ ଉପରେ ଗାଢ଼ ରଙ୍ଗର ବଡ଼ ବଡ଼ ଗୋଲ ଗୋଲ ଅଗଭାଗ ପୁରା ଠିଆ ହୋଇସାରିଲାଣି। ଭାଉଜ ଖାଲି ସଁ ସଁ କରୁଥାନ୍ତି। ଆଉ ବହୁତ ଦିନ ହେଲା ଏ ଦୁଇଟା ବ୍ୟସ୍ତ ହେଉଛନ୍ତି ଦଳା ଖାଇବା ପାଇଁ। ଆଜି ତମେ ମୋର ପୁରା ଜୋରରେ ଦଳି ଦିଅ। ମୁଁ ଅଦଳ ବଦଳ କରି ତାଙ୍କୁ ନେଇକି ମୋ ପାଟିରେ ପୂରେଇ ଖାଇବା ସହିତ ବେଳେବେଳେ ଧୀରେ ଧୀରେ କାମୁଡ଼ି ଦେଉଥାଏ। ଆଉ ସେପଟେ ଭାଉଜଙ୍କର ସେଇ ଜଙ୍ଗଲ ଭିତରେ ଥିବା
ତିନିକଣିଆ ଗୁମ୍ଫାକୁ ଆଉଁସି ଆଉଁସି ତାଙ୍କୁ ଗରମ କରୁଥାଏ। ତାଙ୍କର ସେଇ ଚାରିପଟେ ପୁରା ଚୁଟିରେ ଭର୍ତ୍ତି। ସେମିତି ରତିକ୍ରୀଡ଼ା କରୁ କରୁ କହିଲେ, ଭାଉଜ ଇଚ୍ଛା ହେଉଛି ରାତିସାରା ଏମିତି ତମକୁ କରୁଥାନ୍ତି। ଭାଉଜ କହିଲେ, ମୁଁ କ'ଣ ନାହିଁ କରୁଛି କି, ରାତିସାରା କର। ମୁଁ ପଚାରିଲି, ତମେ କ'ଣ ଏଠି ଶୋଇବ ଯେ ମୁଁ ରାତିସାରା କରିବି? ଭାଉଜ କହିଲେ, ହଁ, ମୋ ଶ୍ୱଶୁର ଆସିଛନ୍ତି, ସେ ତ ଅଛନ୍ତି, ଆଉ ପିଲାମାନଙ୍କର ଡର କ'ଣ? ମୁଁ ପିଲାମାନଙ୍କୁ କହି ଆସିଛି, ଗରମ ହେଉଛି, ମୁଁ ଛାତ ଉପରେ ଶୋଇବି। ଆଉ ଏମିତି 15ରୁ 20 ମିନିଟ୍ ଏମିତି ରତିକ୍ରୀଡ଼ା ଚାଲିଲା ପରେ ଭାଉଜଙ୍କର ସେଇଠୁ ପାଣି ଭସ୍ଭସ୍ କରି ବାହାରି ମୋ ହାତ ଓଦା ହୋଇଗଲା। ଭାଉଜ ପୁରା ଜୋରରେ ମୋତେ କୁଣ୍ଢେଇ ଧରି ମୋ ପିଠିରେ ପୁରା ରାମ୍ପୁଡ଼ି ପକାଇ କହିଲେ, ଆଉ ସମ୍ଭାଳି ହେଉନି ବୁଲୁ, ଶୀଘ୍ର ତମର ମୋ ଭିତରେ ପୂରେଇ ଦିଅ। ମୁଁ ବି ସେତେବେଳକୁ ପୁରା ଅସମ୍ଭାଳ ହୋଇଗଲିଣି। ଭାଉଜଙ୍କ ଜଙ୍ଘକୁ ଫାଡ଼ି ମୋ କୋଳରେ ପୁରା ଟାଣ ହୋଇଥିବା ନେଇକି ତାଙ୍କ ଭିତ ଉପରେ ବସେଇଲି। ପୁରା ପାକଳିଆ ତାଙ୍କର। ମୋର ଏକାଥରକେ ତାଙ୍କ ଭିତରେ ପଶିଗଲା। ଆଉ ମୁଁ ଭାଉଜଙ୍କର ରସାଳୁଆ ପଛ ଭାଗକୁ ଧରି ମୋର ପୂରେଇ ଚାଲିଲି। ଭାଉଜ ବି ମୋ ବେକ ଚାରିପଟେ ହାତ ଛନ୍ଦି ପୁରା ସହଯୋଗ କରି ତାଙ୍କର ପଛ ଭାଗକୁ ନଚେଇ ନଚେଇ ମଜା ନେବାକୁ ଲାଗିଲେ। ଆଉ ତାଙ୍କର ଅମୃତ ଭଣ୍ଡା ଭଳିଆ ଗୋଲ ଗୋଲ ଦୁଇଟା ମୋ ଛାତିରେ ଖାଲି ଘଷି ହେଉଥାଏ। ଆଉ ମୁଁ ସ୍ୱର୍ଗରେ ଥିଲାଭଳି ଅନୁଭବ କରୁଥାଏ। ଆଉ କିଛି ସମୟ ପରେ ମୁଁ ଚିତ୍ ହୋଇ ଶୋଇଲି। ଆଉ ଭାଉଜ ମୋ ଉପରେ ବସି ପୁରା ଦମରେ ମଜା ନେବାକୁ ଲାଗିଲେ। ସେତେବେଳେ ତାଙ୍କର ସେ ଦୁଇଟା ଯେମିତି ଡେଉଁଥାଏ ତାହା ଦେଖିଲା ଭଳିଆ ହୋଇଥାଏ। ଆଉ 5ରୁ 7 ମିନିଟ୍ ଏମିତି କରିଲା ପରେ ଭାଉଜଙ୍କୁ ମୁଁ ଖଟରେ ଶୁଆଇ ଦେଇ ତାଙ୍କର ପଛ ତଳେ ତକିଆ ରଖି ଦୁଇ ଜଙ୍ଗକୁ ଫାଡ଼ି ମୋର ନେଇକି ତାଙ୍କ ଭିତରେ ମାରିଲି। ଭାଉଜ ଟିକେ ଚିଲେଇ ଉଠିଲେ। ଆଉ ମୋ ଅଣ୍ଟାରେ ତାଙ୍କ ଗୋଡ଼କୁ ଛନ୍ଦିଲେ। ଆଉ ମୁଁ ଜୋର ଜୋର ଧକ୍କା ମାରିବା ଚାଲି କରିଲି। ଆଉ 10 ମିନିଟ୍ ଏମିତି କରିଲା ପରେ ମୋର ଆଉ ଭାଉଜଙ୍କର ଏକାବେଳକେ ପାଣି ଖସିଲା। ଆଉ ମୁଁ ମୋର ତାଙ୍କ ପୁରା ଭିତରକୁ ପେଲିଦେଲି। ଆଉ ସବୁ ପାଣି ତାଙ୍କ ଭିତରେ ଢାଳିଲି। ଆଉ ଭାଉଜ ଉପରେ ଶୋଇ ତାଙ୍କୁ ଗେଲ କରି ତାଙ୍କର ସେଇ ଗୋଲ ଗୋଲ ଦୁଇଟା ସହିତ ଟିକେ ଖେଳିଲି। ଭାଉଜ କହିଲେ, ବଢ଼ିଆ କରୁଛ ବୁଲୁ, ପୁରା ଶାନ୍ତି କରିଦେଲ, ତମ ସ୍ତ୍ରୀ ବହୁତ ମଜା ପାଉଥିବ। ମୁଁ କହିଲି, ତମେ ବି କୋଉ କମ୍ ଖେଳାଳି ଅଛ କି ଭାଉଜ? ତମେ ତ ଏବେ ବି ପୁରା ରସବତୀ ହୋଇକି ଅଛ। ତାପରେ ଆମେ ପଛାପଛି ହୋଇ ସେଇ ଗୋଟିଏ ଖଟରେ ଶୋଇଲୁ। ରାତି ସାରା ମୁଁ ଭାଉଜଙ୍କୁ କୁଣ୍ଢେଇକି ଶୋଇଲି। କାଉ କା କା କରିବା ଆଗରୁ ଆଉ ଥରେ ମୁଁ ଭାଉଜଙ୍କୁ ଜମେଇକି କରିଲି। ତା ପରଦିନଠାରୁ ବାହାଘର ଶେଷ ହେବା ପର୍ଯ୍ୟନ୍ତ ମୁଁ ଯେତେ ଦିନ ରହିଛି ସୁବିଧା ସୁଯୋଗ ଦେଖି ଭାଉଜ ମୋ ଠାରୁ ଜମେଇକି ମଜା ପାଇଛନ୍ତି। ଫକୀର ଭାଇ ଘରେ ଥିଲେ ବି ସେ ବ୍ଲଡ଼ ପ୍ରେସର ଔଷଧ ସାଙ୍ଗରେ ନିଦ ଔଷଧ ଖାଇକି ଶୁଅନ୍ତି। ଆଉ ଭାଉଜ ମୋ ସାଙ୍ଗରେ ପୁରା ମଜା କରନ୍ତି। କେବଳ ବାହାଘର 2 ଦିନ ବହୁତ ବନ୍ଧୁବାନ୍ଧବ ଥିଲେ, କିଛି ହୋଇପାରିନଥିଲା। କିନ୍ତୁ ସେଇ କେତେ ଦିନ ସୀତା ଭାଉଜ ମୋତେ ଭରପୁର ମଜା ଦେଇଛନ୍ତି। ଏବେ ବି ମୁଁ ଯେତେବେଳେ ତାଙ୍କ ଘରକୁ ଯାଏ ନିଶ୍ଚୟ ଗୋଟେ ଦିନ ରହୁଛି। ଆଉ ଭାଉଜଙ୍କୁ ମନ ଇଚ୍ଛା କରୁଛି। ତ ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ଶେଷ ହେଉଛି। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀ ମାଧ୍ୟମରେ। ଧନ୍ୟବାଦ।